Oh my goodness. আরে গাইস ଗାଇସ୍ ଆକ୍ଚୁଆଲି ପାଣି ଭିତରେ ଶୋଇକି ପାଡ଼ିବାର ମଜା ଗୋଟେ ଅଲଗା। କାହିଁକି ନା ପାଡ଼ଟା ପୁରା ପାଣି ଭିତରୁ ପୁରା ଫୁଟକା ହେଇକି ବାହାରକୁ ବାହାରେ। ଆଉ ଗୋଟେ କଥା କ'ଣ କହିଲ, ପାଡ଼ିବା ଭଳିଆ ଶାନ୍ତିର କାମ ଦୁନିଆରେ କିଛି ନାହିଁ। କାହିଁକିନା ତୁମେମାନେ ବି ଅନୁଭବ କରିଥିବ, ତୁମକୁ ଘଣ୍ଟେ 2 ଘଣ୍ଟା ଧରିକି ପୁରା ପ୍ରେସରରେ ପାଡ଼ ଲାଗିଥିବ, ହଠାତ୍ ପାଡ଼ଟା ଗାଣ୍ଡି ପଟେ ଫୁସ୍କିନା ବାହାରି ଚାଲିଯିବ, ସେତେବେଳେ କେମିତି ଲାଗେ? ବହୁତ ଶାନ୍ତି ଲାଗେନି? ଲାଗେ ଯେମିତି ଗାଣ୍ଡି ରୂପକ ଦେହରୁ ପାହାଡ଼ ରୂପକ ଆତ୍ମାଟା ଯାଇକି ପରମାତ୍ମାଙ୍କ ସହିତ ସ୍ୱର୍ଗରେ ପୁରା ଲୀନ ହେଇଗଲା। ସେଇପାଇଁ କହୁଛି ପାଡ଼ିବାଟା ପାଡ଼ନ୍ତୁ, ପାଡ଼ କିଛି ଅସୁବିଧା ନାହିଁ, କିନ୍ତୁ ସମସ୍ତେ ଆଗରେ ପୁରା ଗର୍ବରେ ଗାଣ୍ଡିକୁ ଚଉଡ଼ା କରିକି ପାର। କିଛି ଲୋକ ଅଛନ୍ତି ମାନେ ପାଡ଼ ଶୁଙ୍ଘିକି ଛି କୁହନ୍ତି, ତାଙ୍କ ପାଇଁ ମୁଁ ପଦେ କବିତା ଲେଖିଛି। ପାଡ଼ଙ୍କୁ ନ କହିବ ଛି, କାହିଁକି ନା ପାଡ଼ ସମସ୍ତଙ୍କ ଗାଣ୍ଡି ଭିତରେ ଅଛି। ଆଉ ପାଡ଼େ ପାଡ଼ନ୍ତି ସର୍ବେ ଯାଆନ୍ତି, ଯିଏ ନ ପାଡ଼ନ୍ତି ନର୍କରେ ଗାଣ୍ଡି ମରାନ୍ତି। ତେଣୁ ସମସ୍ତଙ୍କ ଅନୁରୋଧ, ଗର୍ବର ସହିତ ପାଡ଼, ଗାଣ୍ଡି ଚଉଡ଼ା କରିକି ପାଡ଼, ସମସ୍ତଙ୍କ ମୁହଁରେ ପାଡ଼। ଶେଷରେ କେବଳ ଏତିକି କହିକି ମୁଁ ମୋ ବକ୍ତବ୍ୟ ଶେଷ କରିବି ଯେ, ପାଡ଼ଙ୍କୁ ଯିଏ କରେ ଘୃଣା, ସଭ୍ୟ ସମାଜରେ ସିଏ ବୁକାଚୁଦା ରୂପରେ ଗଣା।